ଦୁର୍ଗମଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ। ପୃଥିବୀ ଧରି ବାରବାଟୀ ମୋଡା ଉଠ ଉଠ ଚଞ୍ଚଳ ଖୋଳଧାର ଶତ ସରଦାର ଶିର କର ଉନ୍ନତ ତର। ଉଠ କଙ୍କାଳ ଛିଣ୍ଡୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି ଉଠୁଗତ ଗୌରବ ଭୂତ ଗୌରବ ମୃତ ଗୌରବ ରାଜି। ସେଦିନ କବି ଗୋଦାବରୀଶ ଭଗ୍ନ ଉତ୍କଳ ଜୀର୍ଣ୍ଣ ଉତ୍କଳର ଅବସ୍ଥାକୁ ଦେଖି ଏ ଦୁଇ ପଦ ରଚନା କରିଥିଲେ। ଆଜି ବି ଆମ ଓଡିଶା କଥା ଯେତେବେଳେ ଆମେ ଚିନ୍ତା କରୁଛନ୍ତି, ଓଡିଆ ଅସ୍ମିତା କଥା ଚିନ୍ତା କରୁଛନ୍ତି, ଓଡିଆ ଅଭିମାନ ଓଡିଆ ସ୍ୱାଭିମାନ କଥା ଚିନ୍ତା କରୁଛନ୍ତି, ଛାତି ଭିତରେ ବ୍ୟଥା ସୃଷ୍ଟି ହେଉଛି, ମନରେ ଅନେକ କଥା ସୃଷ୍ଟି ହେଉଛି। ବାସ୍ତବରେ ଓଡିଶାକୁ କଣ ଆଜି ଓଡିଆ ଚଳଉଛନ୍ତି? ଘରର ମୁରବୀ କଣ ଘରର ଲୋକ ହବାର ଆବଶ୍ୟକତା ନାହିଁ କି? ପଡିଶା ଘରର ମୂଷାକୁ ଆଣି କଣ ଘରର ମୁରବୀ କରିଦେବା ଯଥାର୍ଥ କି? ସମୀଚୀନ କି? ଯଦି ଏକଥା ହଉଥାଏ ତେବେ ସେ ରାଜ୍ୟ ପ୍ରତି ତାହା ଠିକ ନୁହେଁ, ରାଜ୍ୟ ପ୍ରତି ତାହା ଶୁଭଙ୍କର ନୁହେଁ। ତେଣୁ ଆଉ ସମୟ ନାହିଁ, ବେଳ ନାହିଁ, ଓଡିଆ ମାନଙ୍କୁ ଏକଜୁଟ ହେବାକୁ ପଡିବ। ପଣ୍ଡିତ ଉତ୍କଳମଣିଙ୍କର ରକ୍ତ ଯଦି ଆମ ଶିରରେ ଦୌଡୁଥିବ, ଯଦି ମଧୁବାବୁଙ୍କର ସ୍ୱାଭିମାନ ଆମ ଭିତରେ ଥିବ, ଯଦି ଚାଖି ଘୁଣ୍ଟିଆଠୁ ଆରମ୍ଭ କରି ତାନ୍ତିଆ ଟୋପେଙ୍କ ପର୍ଯ୍ୟନ୍ତ, ଚନ୍ଦନ ହଜୁରୀଠୁ ଆରମ୍ଭ କରି ବିର୍ସା ମୁଣ୍ଡାଙ୍କ ପର୍ଯ୍ୟନ୍ତ ଯଦି ମହାପୁରୁଷ ମାନଙ୍କର କଥା ବ୍ୟଥା ଆମ ମନ ଭିତରେ ସାଇତି ହେଇକି ଥିବ, ତେବେ ଆଉ ସମୟ ନାହିଁ, ବେଳ ନାହିଁ, ଆମକୁ ଉଠିବାକୁ ପଡିବ, ଜାଗ୍ରତ ହବାକୁ ପଡିବ, ଓଡିଶା ଅସ୍ମିତାକୁ ବଞ୍ଚେଇବାକୁ ପଡିବ। ସେଇ କବି ଗୋଦାବରୀଶ କହିଥିଲେ, ବେଳ ନାହିଁ ବେଳ ନାହିଁ କଙ୍କାଳ ଏକ ଚଞ୍ଚଳ ମଥା ବିଦାରୀ ଉପର ନିର୍ମଳ ତବୁ ପିଞ୍ଜରୁ ଉଠୁ ବ୍ୟଥା ବାଜି ଉଠୁବାରେ ମରଣ ବିଜୟୀ ବଂଶୀ ସେ ବୁକୁ ତଳେ ଧୈର୍ଯ୍ୟଟି ଜଟାଜୁଟ କମ୍ପେଇ ଯୌବନ କୁତୁହଳେ ଉଠ କଙ୍କାଳ ଛିଣ୍ଡୁ ଶୃଙ୍ଖଳ ଜାଗ କଙ୍କାଳ ଆଜି ଉଠୁଗତ ଗୌରବ ଭୂତ ଗୌରବ ମୃତ ଗୌରବ ରାଜି।